କାଠ ହଣାର ଅଭିଯାନ ଲେଖକ ଶ୍ରୀ ମନୋଜ ଦାସ। ମୁଁ ପାଠ କରୁଛି ଶାନ୍ତନୁ ତ୍ରିପାଠୀ। ଛୋଟ ଏକ ବନସ୍ତରେ ନୀଡ଼ଟିଏ ବନାଇ ରହିଥାନ୍ତି ଏକ କାଠହଣା ଚଢ଼େଇ ଦମ୍ପତି। ପୁରୁଷ କାଠହଣାଟି ସକାଳୁଠୁ ସଞ୍ଜ ଯାଏ ସୁଠାମ ସୁକୁମାର ବୃକ୍ଷଟିମାନ ମନୋନୀତ କରି ସେସବୁ ଉପରେ ନିଜ ସୁତୀକ୍ଷ୍ଣ ଚଞ୍ଚୁର ଆଘାତ ବସାଏ। କେତେଜଣ ଜ୍ଞାନୀ ସାମ୍ବାଦିକ କାକଙ୍କଠୁ ଶୁଣିଛି ଆମ ଏ ବନସ୍ତର ପଶ୍ଚିମ ଦିଗରେ ରହିଛି ଏହାଠୁ ବହୁତ ବଡ଼ ଏକ ବନସ୍ତ। ତହିଁ ଭିତରେ ବହୁ କିସମର ବୃକ୍ଷଲତା। ତମେ ଥରେ ଉଡ଼ିଯାଇ ଦେଖୁନ, ହୁଏ ଥଣ୍ଟାଘାତ ପାଇଁ ସେଠାରେ ମିଳିବେ ବହୁ ଅଧିକ ଉପଯୁକ୍ତ ବୃକ୍ଷ। ସ୍ତ୍ରୀ କାଠହଣାଟି ସ୍ୱାମୀକୁ ମଧ୍ୟେ ମଧ୍ୟେ ଏ ପରାମର୍ଶ ଦେଇଥାଏ। ପୁରୁଷ କାଠହଣାର ମନ ବଳୁ ନଥିଲା ସେଇଭଳି ଦୁଃସାହସିକ ଅଭିଯାନ ନିମନ୍ତେ, କିନ୍ତୁ ସ୍ତ୍ରୀର ଅକ୍ଲାନ୍ତ ପ୍ରରୋଚନା ତାକୁ ଦିନେ ପଶ୍ଚିମ ଦିଗନ୍ତ ଆଡ଼େ ଉଡ଼ିଯିବାକୁ ପ୍ରାୟ ବାଧ୍ୟ କଲା। ପ୍ରାୟ 1 ଘଣ୍ଟାର ଉଡ଼ାଣ ଉତ୍ତାରୁ ସେ ଯାଇ ବୃହତ୍ତର ଅରଣ୍ୟରେ ଉପନୀତ ହେଲା। ସେ ସବୁଜ ସାମ୍ରାଜ୍ୟର ଶୀର୍ଷରେ ଚକ୍ରାକାରରେ ଉଡ଼ି ତାକୁ ପର୍ଯ୍ୟବେକ୍ଷଣ କରି କ୍ରମେ ତଳକୁ ତଳକୁ ଆସି ଗୋଟାଏ ସ୍ଥୂଳକାୟ ବୃକ୍ଷ ଉପରେ ଅବତରଣ କଲା ଏବଂ ତାର ମସୃଣ ଉନ୍ନତ କଳେବର ଉପରେ ସ୍ଥାନ ଗ୍ରହଣ କଲା। ସେତେବେଳେ ଆକାଶରେ ବର୍ଷଣମୁଖୀ ମେଘମାଳାର ଭିଡ଼, ଘନ ଘନ ବିଜୁଳି ଝଟକୁଥାଏ, କିନ୍ତୁ ପକ୍ଷୀଟି ତା ନିଜ ଆବିଷ୍କାରକୁ ନେଇ ଏଡ଼େ ତନ୍ମୟ ଯେ ଅନ୍ୟ ସମସ୍ତ ବ୍ୟାପାର ତା ପାଇଁ ତୁଚ୍ଛ। ଜୋରରେ ନିଶ୍ୱାସ ନେଇ ସେ ବୃକ୍ଷ ଗାତ୍ରରେ ଥଣ୍ଟାଘାତ କଲା। ଯୋଗକୁ ଠିକ୍ ସେହି ମୁହୂର୍ତ୍ତରେ ସେ ବୃକ୍ଷ ଉପରେ ହେଲା ବଜ୍ରାଘାତ। ଶତଧା ବିଦୀର୍ଣ୍ଣ ହୋଇ ତଳେ କଚାଡ଼ି ପଡ଼ିଲେ ଗଛର ବିଭିନ୍ନ ଅଂଶ। କାଠହଣା ମଧ୍ୟ ତଳେ ପଡ଼ି ମୁହୂର୍ତ୍ତକ ସକାଶେ ଚେତା ହରାଇଲା। ତାପରେ ଝାଡ଼ିଝୁଡ଼ି ହୋଇ ଉଠି ବସି ସେ ତତ୍କ୍ଷଣାତ୍ ସ୍ୱଗୃହ ପ୍ରତ୍ୟାବର୍ତ୍ତନ କଲା। କ'ଣ ହେଲା? ଆଗ୍ରହରେ ପଚାରିଲା ସ୍ତ୍ରୀ କାଠହଣା। ଯାହା ହେଲା ତାହା ସହଜରେ ବୁଝାଇବା ଅସମ୍ଭବ। କିଏ ଜାଣିଥିଲା ଯେ ମୁଁ ଏଡ଼େ ଶକ୍ତିମାନ? ଗୋଟାଏ ଥଣ୍ଟ ମାଡ଼ ଦେଇଛି ବିଶାଳ ମହୀରୁହ ଦୀର୍ଣ୍ଣ ବିଦୀର୍ଣ୍ଣ ହୋଇ ତଳେ ପଡ଼ିଲା। ବାପରେ ମୋ କରାମତି, ବାପରେ ବାପ, ଉତ୍ତର ଦେଲା କାଠହଣା।